ଯାହା ଯାହା ଶ୍ରବଣ କରୁଛ କିମ୍ବା ବିଭିନ୍ନ ଧର୍ମଶାସ୍ତ୍ର ଗୁଡ଼ିକ ଅଧ୍ୟୟନ କରୁଛ, ଯାହା ଯାହା ଶୁଣା ଯାଉଅଛି, ଯାହା ଯାହା ଅଧ୍ୟୟନ କରି ଜ୍ଞାତ ହେଉଛ, ସମସ୍ତ ବିଷୟକୁ ଅନ୍ଧ ଭାବରେ ଗ୍ରହଣ କରନ୍ତୁ ନାହିଁ। ସମସ୍ତ ବିଷୟକୁ ପରୀକ୍ଷା ନିରୀକ୍ଷା କଲା ପରେ ଯାହା ସତ୍ୟତା ପ୍ରତିପାଦିତ ହେବ, ସେହି ସତ୍ୟକୁ ହିଁ ଗ୍ରହଣ କର, ଯାହା ନିଜର ମଙ୍ଗଳ ହେବ। ଅବିଶ୍ୱାସବାଦ, ଅନ୍ଧବିଶ୍ୱାସବାଦ ଚାରିଆଡ଼େ ରାଜତ୍ୱ କରୁଛି। ଆମ ସମ୍ମୁଖରେ ଯଦି ଅନ୍ଧକାରର ଶକ୍ତି କିଛି କାର୍ଯ୍ୟ କରୁଛି, ତାକୁ ଆମେ ହିଁ ଫୋପାଡ଼ିବାକୁ ପଡ଼ିବ। ଆମେ ହିଁ ନିଜେ ସତ୍ୟତାର ଅନୁସରଣ କରି ସେହି ସତ୍ୟ ପଥର ପଥିକ ହେବାକୁ ପଡ଼ିବ। ତାହେଲେ ଆମର ପଥ ଶୁଭଙ୍କର ହେବ। ଆମେ ଜାଣୁ ବିଭିନ୍ନ ଶାସ୍ତ୍ରରେ ନାଗମାନଙ୍କ ଉପରେ ବା ସର୍ପମାନଙ୍କ ଉପରେ ପରିପ୍ରକାଶ କରାଯାଇଛି। ତଥାଗତ ଗୌତମ ବୁଦ୍ଧ ବିନୟ ପିଟକରେ ନିଜକୁ ନାଗ ବୋଲି କହିଛନ୍ତି। ଗୀତା ପୁସ୍ତକର 10 ଅଧ୍ୟାୟର 28-29 ପଦରେ କୃଷ୍ଣ କହୁଛନ୍ତି, ମୁଁ ପ୍ରଧାନ ସର୍ପ ବାସୁକୀ ଓ ଅନନ୍ତ ନାଗ ଅଟେ। ବାଇବଲ ପୁସ୍ତକର ପ୍ରକାଶିତ ବାକ୍ୟ 20 ଅଧ୍ୟାୟର 2 ପଦରେ ଲେଖାଯାଇଛି, ସେହି ସର୍ପ ପୁରାତନ ନାଗ। ଅନ୍ୟାନ୍ୟ ପୁସ୍ତକ ମାନଙ୍କରେ ଏହି ସର୍ପ ଉପରେ କିଛି କିଛି ପରିପ୍ରକାଶ କରାଯାଇଛି। ଶ୍ରାବଣ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନ ନାଗ ପଞ୍ଚମୀ ପାଳନ କରାଯାଇଥାଏ। ଏହି ଉତ୍ସବ ଦିନ ନାଗ ସାପମାନଙ୍କୁ ପୂଜା କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଞ୍ଚମୀ ତିଥିର ସ୍ୱାମୀ ନାଗ ଅଟନ୍ତି, ଅର୍ଥାତ୍ ଶେଷ ନାଗ ଆଦି ସର୍ପରାଜାମାନଙ୍କର ପୂଜନ ପଞ୍ଚମୀ ଦିନ ହିଁ ହୋଇଥାଏ। ଏହି ଦିନ ଗାଈ କ୍ଷୀର ଓ ସୁବାସିତ ପୁଷ୍ପ ଅର୍ପଣ କରି ଲୋକମାନେ ନାଗ ପୂଜା କରିଥାନ୍ତି। ନାଗ ପଞ୍ଚମୀର ରହସ୍ୟ। ଜଣେ ଉଚ୍ଚ ବର୍ଗ ଲୋକର 7 ଜଣ ପୁତ୍ରବଧୂ ଥିଲେ। ଶ୍ରାବଣ ମାସ ଆରମ୍ଭ ହେବା ପରେ 6 ଜଣ ପୁତ୍ରବଧୂ ନିଜ ନିଜର ମା ଘରକୁ ଚାଲିଗଲେ, କିନ୍ତୁ 7ମ ପୁତ୍ରବଧୂଙ୍କର କୌଣସି ଭାଇ ନଥିବାରୁ ସେ ମା ଘରକୁ ଯାଇପାରିଲା ନାହିଁ। ତେଣୁ ଦୁଃଖରେ ସେ ପୃଥିବୀକୁ ଧାରଣ କରିଥିବା ଶେଷ ନାଗଙ୍କୁ ଭାଇ ରୂପରେ ସ୍ମରଣ କଲା। ଶେଷ ନାଗ ପୁତ୍ରବଧୂର ଦୁଃଖ ଜାଣିପାରି ସବର୍ଣ୍ଣ ଲୋକ ରୂପରେ ଆସି ତାକୁ ମା ଘରକୁ ଯିବା ପାଇଁ କହିଲେ। କିନ୍ତୁ କିଛି ରାସ୍ତା ଗଲା ପରେ
ଉଚ୍ଚ ବର୍ଗ ଲୋକଟି ନିଜର ଅସଲି ରୂପ ଧାରଣ କଲେ ଏବଂ ପୁତ୍ର ବଧୂକୁ ନିଜର ଫଣାରେ ବସାଇ ନାଗଲୋକ ନେଇ ଯାଇଥିଲେ। ନାଗଲୋକ ଅର୍ଥାତ ପାତାଳ ଲୋକରେ ପୁତ୍ରବଧୂ ନିଶ୍ଚିନ୍ତ ହୋଇ ବସବାସ କଲେ। ସେ ସମୟରେ ଶେଷ ନାଗଙ୍କ କୂଳରେ ଅନେକ ଛୋଟ ନାଗ ଛୁଆମାନେ ଥିଲେ। ସାବର୍ଣ୍ଣ ଲୋକର ପୁତ୍ର ବଧୂକୁ ଅନ୍ଧାରରେ ବିଚରଣ କରିବା ବହୁତ ଅସୁବିଧା ହେଲା। ତେଣୁ କରି ଶେଷ ନାଗ ରାଜାଙ୍କର ରାଣୀ ସପ୍ତମ ପୁତ୍ରବଧୂକୁ ଏକ ପିତ୍ତଳ ଦୀପ ଦେଇଦେଲେ। ଫଳରେ ସେ ଆରାମରେ ଆଲୁଅ ସାହାଯ୍ୟରେ ନାଗରାଜାଙ୍କ ଘରେ ବୁଲାବୁଲି କରିପାରିବେ। କିନ୍ତୁ ଦିନେ ପୁତ୍ରବଧୂର ହାତରୁ ପିତ୍ତଳ ଦୀପ ଖସିଯାଇ କିଛି ନାଗ ପିଲାମାନଙ୍କର ଲାଞ୍ଜ କଟିଗଲା। ତେଣୁକରି ନାଗରାଜା ସପ୍ତମ ପୁତ୍ରବଧୂକୁ ତା ସ୍ୱାମୀ ଘରେ ଛାଡ଼ିଦେଇ ଚାଲି ଆସିଲେ। ପରବର୍ତ୍ତୀ ଶ୍ରାବଣ ମାସ ଆସିବା ପରେ ସପ୍ତମ ପୁତ୍ରବଧୂ ଘରର ଦାଣ୍ଡ ଏବଂ ବାରିପଟେ ନାଗସାପର ଚିତ୍ର ଆଙ୍କି ପୂଜା ଆରମ୍ଭ କରିଥିଲେ। ଏପଟେ କ୍ରୋଧିତ ନାଗବାଳକମାନେ ତାଙ୍କ ମାଙ୍କ ଠାରୁ ତାଙ୍କର ଏ ଲାଞ୍ଜ କିଏ କାଟିଥିଲା ଜାଣି ପ୍ରତିଶୋଧ ନେବା ପାଇଁ ଉଚ୍ଚ ବର୍ଗ ଲୋକର ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେମାନେ ଉଚ୍ଚ ବର୍ଗ ଲୋକର ସପ୍ତମ ପୁତ୍ରବଧୂ ନାଗମାନଙ୍କୁ ପୂଜା କରିବା ଦେଖି ବହୁତ ଖୁସି ହୋଇଗଲେ ଏବଂ ପୁତ୍ରବଧୂଠାରୁ କ୍ଷୀର ଏବଂ ଚାଉଳ ଖାଇ ଆନନ୍ଦିତ ହେଲେ। ସାବର୍ଣ୍ଣ ଲୋକର ସପ୍ତମ ପୁତ୍ରବଧୂକୁ ଭଉଣୀ ଭାବେ ଗ୍ରହଣ କରି ନାଗ ବାଳକମାନେ ସର୍ପକୂଳକୁ ଭୟ ନ କରିବା ପାଇଁ ବରଦାନ ଦେଇ କହିଲେ ଯେ ଯେଉଁମାନେ ପଞ୍ଚମୀ ଦିନ ଆମ୍ଭକୁ ପୂଜା କରିବେ ଆମ୍ଭେ ସେମାନଙ୍କୁ ରକ୍ଷା କରିବୁ। ଏପରି କହି ନାଗଲୋକ ଚାଲିଗଲେ। ସେହି ଦିନଠାରୁ ନାଗପଞ୍ଚମୀ ପୂଜା ଆରମ୍ଭ ହୋଇଛି। ସେପରି ବରାହ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ ଶେଷ ନାଗ ପୃଥିବୀକୁ ଧାରଣ କରିଥିବା ଯୋଗୁଁ ସ୍ୱୟଂ ବ୍ରହ୍ମା ଖୁସି ହୋଇ ନିଜର ପ୍ରାସାଦକୁ ଶେଷ ନାଗଙ୍କୁ ଡକାଇ ଦୁଧ ଓ ଚାଉଳ ଦେଇ ଖୁସି କରାଇଥିଲେ। ସେହି ଦିନଠାରୁ ଏହି ପର୍ବ ନାଗ ଜାତି ପ୍ରତି ଶ୍ରଦ୍ଧା ପ୍ରଦର୍ଶନର ପ୍ରତୀକ ହୋଇଗଲା, ଯାହାକି ନାଗପଞ୍ଚମୀ ରୂପରେ ପାଳନ କରାଯାଉଛି। ବାସ୍ତବିକତା କ'ଣ, ସତ୍ୟତା କ'ଣ ଜାଣିବାକୁ ପଡ଼ିବ। ବରାହ ପୁରାଣ ଓ ସାବର୍ଣ୍ଣ ଲୋକର ପୁତ୍ରବଧୂର ଗଳ୍ପ ଶୁଣିବା ପରେ ଯେକୌଣସି ବ୍ୟକ୍ତି ବୁଝିପାରିବେ ଯେ ମୂଳ ନିବାସୀ ନାଗ ବଂଶୀମାନଙ୍କୁ କିପରି ବୋକା ବନାଇ ଦିଆଯାଇଛି। ବିଜ୍ଞାନ ମତାନୁସାରେ ଦ୍ୱିତୀୟ ତୃତୀୟ
ଶ୍ରେଣୀର ଛାତ୍ରଛାତ୍ରୀ ବି ଜାଣିଛନ୍ତି ଯେ ପୃଥିବୀ କାହାରି ଦ୍ୱାରା ଧାରଣ କଲା ଭଳି ବସ୍ତୁ ନୁହେଁ। ଏହା 24 ଘଣ୍ଟାରେ ଥରେ ନିଜର କକ୍ଷରେ ବୁଲିଥାଏ ଏବଂ 365 ଦିନରେ ଥରେ ସେ ସୂର୍ଯ୍ୟର ଚାରିପଟେ ପରିକ୍ରମଣ କରିଥାଏ। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ବରାହ ପୁରାଣର ରଚୟିତା ସେହି ଋଷିମୁନିମାନେ ବୈଜ୍ଞାନିକ ମତ ଉପରେ ସେମାନଙ୍କର କୌଣସି ଧାରଣା ନଥିଲା। ସେମାନେ କେବେ ବି ଭାବି ନଥିଲେ ଯେ ଦିନେ ସେମାନଙ୍କର ହାସ୍ୟାସ୍ପଦ ରଚନାର ମୁଖା ଖୋଲିଯିବ ଏବଂ ଛଳନାପୂର୍ଣ୍ଣ କଥା ଶୁଣି ଦେଶର ଲୋକେ ହସିବେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହା ଯେ କେତେକ ଧର୍ମରେ ସମ୍ପ୍ରଦାୟରେ ନାଗ ପୂଜା ହିଁ କରାଯାଏ। ଅନ୍ୟାନ୍ୟ କୌଣସି ଜୀବ ଯଥା ଦୁର୍ଗାଙ୍କର ସିଂହ, ଶିବଙ୍କର ବୃଷଭ, ଲକ୍ଷ୍ମୀଙ୍କର ପେଚା, ଗଣେଶଙ୍କର ମୂଷା ଇତ୍ୟାଦି ପଶୁପକ୍ଷୀମାନଙ୍କର ପୂଜା କାହିଁକି କରାଯାଉନାହିଁ? କେବଳ ସେତିକି ନୁହଁ, କେତେକ ଗୋଷ୍ଠୀ ଅଛନ୍ତି ଗାଈକି ଗୋମାତା କହିଥାନ୍ତି, କିନ୍ତୁ ଗାଈ ନାମରେ ମଧ୍ୟ କୌଣସି ପର୍ବ ପାଳନ କରାଯାଉନାହିଁ। ଯଦି ଏହି ପ୍ରଶ୍ନ ପଚରାଯାଏ ପଣ୍ଡିତମାନଙ୍କୁ, ସେମାନେ କହନ୍ତି ଯେ ମଣିଷ ଯାହାକୁ ବେଶୀ ଡରେ ତାକୁ ହିଁ ପୂଜା କରିଥାଏ। ତାହେଲେ ଦୁର୍ଗାଙ୍କର ସିଂହ ତ ସାପଠାରୁ ବି ଭୟଙ୍କର ଜୀବ ଅଟେ। ସିଂହକୁ ନିଶ୍ଚିତ ପୂଜା କରିବା କଥା, କିନ୍ତୁ ସେମାନେ ସିଂହର ପୂଜା କରିବା ବଦଳରେ ନାଗ ସାପମାନଙ୍କର ପୂଜା କାହିଁକି କରୁଛନ୍ତି? ଏହାର ଉତ୍ତର ହେଉଛି ଯେ ଭାରତରେ ନାଗଗଣର ରାଜାମାନେ ରାଜୁତି କରୁଥିଲେ। ସେମାନଙ୍କର ବସତି ସ୍ଥାନକୁ ନାଗଲୋକ କୁହାଯାଉଥିଲା। ଏହି ଦେଶର ନାଗରାଜାମାନେ ମୂଳ ନିବାସୀ ଥିଲେ ଏବଂ ସେମାନେ ମହାପୁରୁଷ ତଥାଗତ ବୁଦ୍ଧଙ୍କର ମତବାଦର ପ୍ରଚାର ଓ ପ୍ରସାର କରୁଥିଲେ। ଐତିହାସିକ ଦୃଷ୍ଟିକୋଣରୁ ଦେଖାଯାଏ ଯେ ନାଗରାଜାମାନେ ଖ୍ରୀଷ୍ଟାବ୍ଦ 712ରୁ ଖ୍ରୀଷ୍ଟାବ୍ଦ 1194 ଅର୍ଥାତ୍ 482 ବର୍ଷ ପର୍ଯ୍ୟନ୍ତ ନିଜ ନିଜ ରାଜ୍ୟର ରାଜା ଥିଲେ। ଏହି ନାଗବଂଶର ଶେଷ ରାଜା ହେଉଛନ୍ତି କନୌଜର ରାଜା ଜୟଚନ୍ଦ୍ର। ସେ ଖ୍ରୀଷ୍ଟାବ୍ଦ 1115ରୁ 1194 ପର୍ଯ୍ୟନ୍ତ ମହାପ୍ରତାପୀ ରାଜା ଭାବେ ପରିଚିତ ଥିଲେ। ଜୟଚନ୍ଦ୍ରଙ୍କ ସମ୍ମୁଖରେ ଅନ୍ୟ ରାଜାମାନେ ନତମସ୍ତକ ହେଉଥିଲେ। କନୌଜର ରାଜା ଜୟଚନ୍ଦ୍ର ବୌଦ୍ଧ ଧର୍ମାବଲମ୍ବୀ ଥିଲେ ଏବଂ ତାଙ୍କର ଗୁରୁ ଥିଲେ ବୌଦ୍ଧ ଭିକ୍ଷୁ ମିତ୍ରପାଦା। ନାଗମାନେ ବୌଦ୍ଧ ଧର୍ମାବଲମ୍ବୀ ଥିଲେ ବୋଲି ଡକ୍ଟର B.R. ଆମ୍ବେଦକର କହିଛନ୍ତି ଏବଂ ଆମ୍ବେଦକର ନାଗପୁରଠାରେ 10 ଲକ୍ଷ ଲୋକଙ୍କ ସହିତ
ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇଥିଲେ। ସେ ନାଗପୁରରେ କାହିଁକି ଧର୍ମ ପରିବର୍ତ୍ତନ କରିଥିଲେ, ଏହା ଏକ ପ୍ରଶ୍ନବାଚୀ। ଏ ବିଷୟ ଉପରେ ଡକ୍ଟର B.R. ଆମ୍ବେଦକର କହିଛନ୍ତି ଯେ ନାଗମାନେ ଏହି ଦେଶରେ ମହାନ ମହାପୁରୁଷ ଗୌତମ ବୁଦ୍ଧଙ୍କର ବିଚାରଧାରାକୁ ପ୍ରଚାର ଓ ପ୍ରସାର କରିଥିଲେ। ନାଗପୁର ପ୍ରାଚୀନ କାଳରେ ନାଗମାନଙ୍କର ବାସସ୍ଥାନ ଥିଲା। ଏଥିପାଇଁ ଡକ୍ଟର B.R. ଆମ୍ବେଦକର ନାଗପୁରଠାରେ ଧର୍ମ ପରିବର୍ତ୍ତନ କରିଥିଲେ। ନାଗଲୋକେ ଭଗବାନ ବୁଦ୍ଧଙ୍କର ଭକ୍ତ ଥିଲେ। ନାଗଲୋକମାନେ ଗୌତମ ବୁଦ୍ଧ ଜନ୍ମ ହେବା ପରେ ତାଙ୍କ ମା ଯଶୋଧରାଙ୍କୁ ଲୁମ୍ବିନୀ ଉଦ୍ୟାନରୁ ଆଣି ରାଜ ପ୍ରାସାଦରେ ଛାଡ଼ିଥିଲେ। ବିନୟ ପିଟକ ଅନୁସାରେ ଯେଉଁମାନେ ବୌଦ୍ଧ ସଂଘରେ ସାମିଲ ହେଉଥିଲେ ସେମାନଙ୍କର ନାମ ଥିଲା ନାଗ ଏବଂ ସେମାନଙ୍କୁ ନାଗବଂଶରେ ଯୋଡ଼ି ଦିଆଯାଉଥିଲା। ସ୍ୱୟଂ ଗୌତମ ବୁଦ୍ଧ ବିନୟ ପିଟକରେ ନିଜକୁ ନାଗ ବୋଲି କହିଛନ୍ତି। କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଯେ ମୂଳ ନିବାସୀ ଏହି ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକେ ଆଜି ନାଗ ପୂଜା କରୁଛନ୍ତି ଏବଂ କେତେକ ମହାପୁରୁଷମାନେ ଏହି ଦେଶର ମୂଳ ନିବାସୀମାନଙ୍କୁ ମୂଳ ନିବାସୀ ରାଜାମାନଙ୍କୁ ବିଷଧର ନାଗସାପ କହି ଏହି ନାଗ ପୂଜା ଆରମ୍ଭ କରାଇ ଦେଇଛନ୍ତି। ଯଦି ଅନନ୍ତ ନାଗ ଉପରେ ବିଷ୍ଣୁ ଅନନ୍ତ ଶୟନ କରିଛନ୍ତି ଓ ବାସୁକି ପୃଥିବୀକି ଧରିଛନ୍ତି, ତାହା ହେଲେ ଉଚ୍ଚ ବର୍ଗ ଲୋକମାନେ ବିବାହ ସମୟରେ ଅଷ୍ଟକୂଳ ନାଗ ଓ ନାଗପତ୍ନୀମାନଙ୍କୁ ଅନ୍ୟାନ୍ୟ ଦେବାଦେବୀଙ୍କୁ ସ୍ୱାଗତ କଲା ଭଳି କାହିଁକି ସ୍ୱାଗତ କରୁଛନ୍ତି? ସତରେ କ'ଣ ବିଷଧର ନାଗସାପମାନଙ୍କର ମାନବ ସ୍ତ୍ରୀ ଥିଲେ କି? ଏହା ଏକ ହାସ୍ୟାସ୍ପଦ କଥା ନୁହେଁ କି? ଆମେ ଜାଣିଛୁ ଯେ ନାଗସାପର ଢମଣାମାନଙ୍କ ସହିତ ସଙ୍ଗମ ହୋଇଥାଏ। ନାଗସାପମାନଙ୍କର ସ୍ତ୍ରୀ ମଧ୍ୟ ଅଛନ୍ତି। ଅଷ୍ଟକୂଳ ନାଗ ଓ ନାଗପତ୍ନୀଙ୍କ ନାମ କିଛି କିଛି ଜାଗାରେ ଲେଖାଯାଇଛି। ଅନନ୍ତ ନାଗ ପତ୍ନୀ ପଦ୍ମା, ବାସୁକୀ ନାଗ ପତ୍ନୀ ଉତ୍ପଳା, ତକ୍ଷକ ନାଗ ସୁପତ୍ନୀ ମଧ୍ୟମା, କର୍କଟକ ନାଗ ପତ୍ନୀ ସୁପଥା, ଶଙ୍ଖପାଲ ନାଗ ପତ୍ନୀ ଦଧିପ୍ରିୟା, କୁଳିକ ନାଗ ପତ୍ନୀ ଶ୍ଵେତମୁଖୀ, ପଦ୍ମନାଗ ପତ୍ନୀ ସୁନେତ୍ରା, ମହାପଦ୍ମନାଗ ପତ୍ନୀ ସୁଗନ୍ଧିନୀ। ନାଗମାନଙ୍କର ସ୍ତ୍ରୀମାନଙ୍କର ନାମ ଆଜିର ନାରୀମାନଙ୍କର ନାମ ଭଳି ହୋଇଛି। ଏଥିରୁ ଜଣାପଡ଼ୁଛି ନାଗଲୋକମାନେ ଏ ଦେଶର ମୂଳ ନିବାସୀ।
ବା ମୂଳ ବାସିନ୍ଦା ଥିଲେ ସେମାନେ ହେଉଛନ୍ତି ଦେଶର ମୂଳ ଆଦି ପିତା ମାତା। ସେମାନଙ୍କର ପୂର୍ବପୁରୁଷମାନେ ହିଁ ଏହି ଦେଶର ଥିଲେ ସ୍ଥାୟୀ ବାସିନ୍ଦା। ସେମାନଙ୍କର ପାଣି ପବନ ସବୁକିଛି ଥିଲା ଏ ଦେଶର। ସେମାନଙ୍କ ରାଜୁତି ମହାରାଷ୍ଟ୍ରର ନାଗପୁର ଠାରୁ ଆରମ୍ଭ କରି ବିହାର ରାଜ୍ୟର ଛୋଟ ନାଗପୁର ଏବଂ ନାଗାଲ୍ୟାଣ୍ଡ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଏବଂ ଏହି ମୂଳ ନିବାସୀ ରାଜାମାନଙ୍କ ସମୟରେ ଅର୍ଥାତ୍ ନାଗ ରାଜାମାନଙ୍କର ଶାସନ ସମୟରେ ପ୍ରଜାମାନେ ଅତ୍ୟନ୍ତ ଖୁସି ଆନନ୍ଦରେ ରହୁଥିଲେ। ଏମାନଙ୍କ ମଧ୍ୟରେ ସମତା, ଏକତା, ଭାଇଚାରା ହିଁ ଥିଲା। ତେଣୁ ଆପଣମାନେ ସତ୍ୟ, ମିଥ୍ୟା, ଅବିଶ୍ୱାସ, ବିଶ୍ୱାସ, ଅଜ୍ଞାନ, ଜ୍ଞାନକୁ ନିର୍ଣ୍ଣୟ କରନ୍ତୁ। ଯାହା ସତ୍ୟତା ଜଣାପଡ଼ିବ ତାକୁ ହିଁ ଗ୍ରହଣ କରନ୍ତୁ। ଅସତ୍ୟକୁ କାଢ଼ି ଅନେକ ଦୂରକୁ ଫୋପାଡ଼ି ଦିଅନ୍ତୁ। ନମସ୍କାର।